ଦିନକର କଥା। ଖରାଦିନେ ବହୁତ ଜୋରେ ଖରା ହେଉଥାଏ। ଗୋଟିଏ କାଉ ବାଟରେ ଉଡ଼ି ଉଡ଼ି ଯାଉଥାଏ। ଉଡ଼ି ଉଡ଼ି ଯିବା ବାଟରେ ଜଙ୍ଗଲରେ ଦେଖିଲା ବାଘ, ଭାଲୁ, ହାତୀ ସମସ୍ତେ ଏକାଠି ଅଛନ୍ତି। ଯାଇ ତାଙ୍କୁ ଟିକେ ଭେଟିଦେଲା। ଯାଏ ତାଙ୍କୁ ଟିକେ ଭେଟିଦିଏ, କ'ଣ କରୁଛନ୍ତି ସେମାନେ ସବୁ। ତାଙ୍କୁ ଭେଟିବା ସମୟରେ ବାଘ କହିଲା, କିରେ କାଉ ଭାଇ, ତମେ ଇଆଡ଼େ କୁଆଡ଼େ? କାଉ କହିଲା, ବାଘ ନନା, ମୁଁ ଯାଉଛି ଟିକେ ମୋ ଭଉଣୀ ଘରକୁ ଆଉ। ବାଘ କହିଲା, ହଉ ହଉ ଯାଅ। ଓ ବାଘ ତାକୁ ଗୋଟିଏ ଛୋଟିଆ ବୋଟଲରେ ପାଣି ଦେଇଥିଲା। କହିଲା, କାଉ ନନା, ଏଇଟା ରଖିଥାଅ, କାମରେ ଆସିବ। କାଉ ତାପରେ ସେମାନଙ୍କ ସହ କଥା ହେଇସାରିବା ପରେ ଉଡ଼ି ଉଡ଼ି ଚାଲିଗଲା। ଆଉ ବାଟରେ ସବୁତକ ପାଣି ସାରିଥିଲା। ଆଉ ସେ ଓଦା କପଡ଼ା ମଧ୍ୟ ଏତେ ଜୋରରେ ଶୁଖିଗଲା ଯେ ଖରାରେ ସେ କପଡ଼ାକୁ ବାଟରେ ପକାଇଦେଲା। ବାଟରେ ଗଲା ତ ବାଟରେ ମରୁଭୂମି ପଡ଼ିଲା। ଦେଖିଲା କି ଆଖପାଖରେ କେଉଁଠି ବି ପାଣି ନାହିଁ। କ'ଣ କରିବ କିଛି ଜାଣିପାରିଲାନି। ଗୋଟେ ଗଛ ଉପରେ ବସି ଦେଖେ ତ ଦୂରରେ ଗୋଟେ ମାଠିଆ ପାତ୍ର ଦେଖାଗଲା। ସେ କାଉ ମନେ ମନେ ଭାବିଲା, ଏଇ ମାଠିଆରେ ବୋଧେ ପାଣି ଥିବ। ମୁଁ ଯାଏ ଦେଖେ, ବୋଧେ ମୋ ଶୋଷ ମେଣ୍ଟିଯିବ। ତାପରେ ଏମିତି କହି କାଉ ସେ ସ୍ଥାନରୁ ବାହାରିଗଲା। ଯାଇ ଦେଖେ ତ ସତକୁ ସତ ପାଣି ଅଛି ମାଠିଆରେ। ଆଉ କାଉ ସେ ପାଣି ଦେଖି ମଧ୍ୟ ଖୁସି ହେଇଗଲା। କହିଲା, କିରେ, ଆଜି ତ ପାଣି ନ ମିଳିଥିଲେ ମୁଁ ମରିବାଟା ଧାର୍ଯ୍ୟ। ଭଗବାନ ବୋଧେ ମୋତେ ବଞ୍ଚେଇ ଦେଲେ ଆଉ। କାଉ ତାପରେ ଏମିତି କହି ମାଠିଆ ଉପରେ ବସି ପାଣି ପିଇବାକୁ ଚେଷ୍ଟା କଲା। ଥଣ୍ଟ ପୁରେଇଲା ତ ସେ ପାଣି ଯାଏ ଥଣ୍ଟ ପାଇଲା ନାହିଁ। କାହିଁକିନା ପାତ୍ରରେ ଏତେ କମ୍ ମାତ୍ରାରେ ପାଣି ଥିଲା ଯେ କାଉର ଥଣ୍ଟ ପାଇଲା ନାହିଁ। କାଉ ତାପରେ ମନେ ମନେ ଭାବିଲା, ମୋତେ ତ ଦିଦି ଘରକୁ ଯିବାର ଅଛି। ପୁଣି ପାଣି ନ ପିଇଲେ ମୁଁ ମରିଯିବି ଅଧା ରାସ୍ତାରେ। କ'ଣ କରିବି? ମୋତେ ଏଇ ପାତ୍ରରୁ ଯେମିତି ହେଲେ ପାଣି ପିଇବାକୁ ପଡ଼ିବ। କାଉ ତାପରେ କିଛି ସମୟ ବୁଦ୍ଧି ଖଟେଇ ଉପାୟ କଲା। ମାଠିଆକୁ ଗଡ଼େଇବାକୁ ପ୍ରଥମେ ଚେଷ୍ଟା କଲା। କାଉର ଏତେ ବଳ ନଥିଲା ଯେ ମାଠିଆଟିକୁ ଗଡ଼େଇ ପାରିବ। ଶେଷରେ ବହୁତ ସମୟ ଭାବିଲା, କ'ଣ କରିବି, କେମିତି ପାଣି ପିଇବି। ଦେଖିବାକୁ ପାଇଲା କି ମାଠିଆ କାନ୍ଥରେ କିଛି ଗୋଡ଼ି ପଡ଼ିଛି। ସେ କାଉ ମନେ ମନେ ଚିନ୍ତା କଲା, ଏଇ ଗୋଡ଼ି ଗୁଡ଼ା ଯଦି ମୁଁ ମାଠିଆରେ ପକାଇଦେବି ତ ପାଣି ଉପରକୁ ଉଠି ଆସିବ। କାଉ ତାପରେ ସବୁ ଗୋଡ଼ିକୁ ଏକାଠି କରି ମାଠିଆରେ ଗୋଟେ ଗୋଟେ କରି ପକାଇଲା। କିଛି ସମୟ ପରେ ସତକୁ ସତ ପାଣି ଉପରକୁ ଉଠି ଆସିଲା। କାଉ ତାପରେ ଭାରି ଖୁସି ହୋଇଗଲା ଓ ଆନନ୍ଦରେ ପିଇଲା ପାଣିକୁ। ଆଉ ତାପରେ ତା ଭଉଣୀ ଘରକୁ ଚାଲିଗଲା। କାଉ ଯଦି ଏମିତି ଚତୁରତା ନ କରିଥାନ୍ତା ସେ ତ ଆଜି ମରିଥାନ୍ତା।